ସାମ୍ବାଦିକ ସମ୍ମିଳନୀ ଡାକିବାର କ'ଣ ମୂଳ ଉଦ୍ଦେଶ୍ୟ? ଆମର ମୂଳ ଉଦ୍ଦେଶ୍ୟ ହେଉଛି ଏ କଲେଜ ହେଉଛି ରିଜୋନାନ୍ସ ରେସିଡେନ୍ସିଆଲ ହାयर ସେକେଣ୍ଡାରୀ ସ୍କୁଲ। ତ ସେଇଥିରେ ଯେଉଁ ଆମର ବାର୍ଷିକ ପରୀକ୍ଷା ହେଇଥିଲା ସେ ବାର୍ଷିକ ପରୀକ୍ଷାରେ ରେଜଲ୍ଟ ଆମେ ବହୁତ ଖୁସି ଅଛୁ ବୋଲି ସେଥିପାଇଁ ଆପଣମାନଙ୍କୁ ହିଁ ଡାକିଛନ୍ତି ଆଉ ଆପଣମାନେ ବି ସହଯୋଗ କରିଛନ୍ତି। ସେଥିପାଇଁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ ଆଣ୍ଡ ଶୁଭେଚ୍ଛା। ଆଉ ପ୍ରଥମେ ତ ମୁଁ କହିବି ପିଲାମାନଙ୍କର ଅକ୍ଲାନ୍ତ ପରିଶ୍ରମ ଆଉ ଏବଂ ସାର୍ ମାନଙ୍କର ଆମମାନଙ୍କର ଅକ୍ଲାନ୍ତ ପରିଶ୍ରମ ଯୋଗୁଁ ଆଉ ଭଗବାନଙ୍କର ଆଶୀର୍ବାଦ ଯୋଗୁଁ ଏହା ହିଁ ସମ୍ଭବ ହେଇପାରିଛି। କେତେ ଜଣ ପିଲା ପଢୁଥିଲେ, କେତେ ଜଣ କୃତକାର୍ଯ୍ୟ କରିଛନ୍ତି? ସେ ଟୋଟାଲ ତ 35 ପିଲା ଆମର ପରୀକ୍ଷା ଦେଇଥିଲେ। ତା ଦିହରୁ ଆପଣଙ୍କର 90 ଏଭବ 3 ଜଣ ରଖିଛନ୍ତି। ତ 3 ଜଣଙ୍କ ମଧ୍ୟରେ ଇତିଶ୍ରୀ ସାହୁ ସର୍ବୋଚ୍ଚ ନମ୍ବର ରଖି କୃତକାର୍ଯ୍ୟ ହୋଇଛନ୍ତି। ସେକେଣ୍ଡ ହାଏଷ୍ଟ ଆମର ଦ୍ୟାଟ୍ ଇଜ ଦିବ୍ୟଜ୍ୟୋତି ମୁଦୁଲି, ଥାର୍ଡ ହାଏଷ୍ଟ ଲିଜା ରାଣୀ ଶତପଥୀ। ସେମାନଙ୍କୁ ଆଜି ଆମେ ସମ୍ବର୍ଦ୍ଧନା ଜଣାଇବୁ କଲେଜ ତରଫରୁ, ଯେହେତୁ ସେମାନେ ଅକ୍ଲାନ୍ତ ପରିଶ୍ରମ କରି ନିଜର କ୍ୟାରିୟର ନିଜେ ଗଢିଛନ୍ତି। ସେଥିପାଇଁ ସେମାନଙ୍କର ଉତ୍ତରୋତ୍ତର ଉନ୍ନତି ପାଇଁ ଆମେ ବି କାମନା କରୁଛୁ। ସମସ୍ତେ टीचर्स मानक से मो पचर बहुत लगी मो पचर समस्त पचर समस्त कोऑपरेट करवा सब जहाँ भी डाउट है केमती क्लियर हो पिला केमती पढ़ सबुथ से श्रेय आगे अच्छी। मो पिता माता से श्रेय भी रही से मत बहुत कोऑपरेट कर परिश्रम कर आमको स्टडी आर दिया पढ़ाई से पढ़ू बाद निजक भी प्रिपेयर करार अच्छी बाद तो से रात पढ़े 5-6 घंटा पढ़े राति उठिकी सका घंटे 2 घंटा ट्राए कर भविष्य टीचरशिप लाइन।